ପିଲାମାନେ ତୁମମାନଙ୍କୁ ସୁସ୍ୱାଗତ। ପିଲାମାନେ ଆଜି ଆମେ ନବମ ଶ୍ରେଣୀ ତୃତୀୟ ଭାଷା ସଂସ୍କୃତ ବଲ୍ଲରୀ ଏହି ବିଷୟରେ ଥିବା ପ୍ରଥମ ଗଦ୍ୟ ସିଂହ ଶଶକ କଥା, ଏହାର କେବଳ 1 ନମ୍ବର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତୁମେମାନେ ଜାଣିଛ ଏଇଠି ଲଙ୍ଗ କ୍ୱେଶ୍ଚିନ୍ ବା 5 ମାର୍କ ଲେଖାଏ ପଡେ, ତେଣୁ ଏକୁ ଟିକେ ଆମେ ଭଲ ଭାବରେ ଅଭ୍ୟାସ କରିବା, ତାର ଉତ୍ତର ଜାଣିବା। ଦେଖ, ପ୍ରଥମ ପ୍ରଶ୍ନ ରହିଛି ଭାସୁରକଃ କଥଂ ମୃତଃ। ଭାସୁରକ କିପରି ମଲା, ଆଉ ତାର ନିର୍ଦ୍ଦେଶ ରହିଛି ନିଜ ଭାଷୟା ବାକ୍ୟ ଦ୍ୱୟେନ ତ୍ରୟେଣ ବା ଉତ୍ତରମ୍ ଲିଖତ। ନିଜ ଭାଷାରେ 2ଟି ଅଥବା 3ଟି ବାକ୍ୟରେ ଆମେ ଉତ୍ତର ଲେଖିବା। ଉତ୍ତରଟି କଣ ହେଇପାରିବ? ଦେଖ, ଭାସୁରକ ନିର୍ଦ୍ଦେଶ କ୍ରମେ ପାଳି ଅନୁଯାୟୀ ପ୍ରତିଦିନ ଗୋଟାଏ ପଶୁ ତା ନିକଟକୁ ଆହାର ପାଇଁ ଆସୁଥିଲେ, କିନ୍ତୁ ଠେକୁଆ ଜାଣିକରି ବିଳମ୍ବରେ ଆସି ଅନ୍ୟ ଗୋଟିଏ ସିଂହ ବାଟରେ ତାକୁ ଅଟକାଇଲା ବୋଲି ସୂଚନା ଦେଲା। କ୍ଷୁଧା ଜ୍ୱାଳାରେ ଭାସୁରକ ଠେକୁଆର ମନ ଭୁଲାଣିଆ କଥାରେ କୂପ ନିକଟକୁ ଯାଇ କୂପ ମଧ୍ୟକୁ ଚାହିଁ ନିଜର ପ୍ରତିବିମ୍ବକୁ ଦେଖି ଗର୍ଜନ କଲା। କୂପ ମଧ୍ୟରୁ ତାର ଗର୍ଜନ ପ୍ରତିଧ୍ୱନିତ ହେଲା। ମୂର୍ଖ ଭାସୁରକ ଜଳ ମଧ୍ୟରେ ଅନ୍ୟ ଏକ ସିଂହ ଅଛି ବୋଲି ଭାବି କୂପ ମଧ୍ୟକୁ ଲମ୍ଫ ପ୍ରଦାନ କରି ମୃତ୍ୟୁବରଣ କଲା। ବୁଝିପାରିଲ? ତାହେଲେ ଆମେ ଏଇପରି 2 କିମ୍ବା 3ଟି ବାକ୍ୟରେ ଉତ୍ତର ଲେଖିବା। ଏବେ ଆମେ ଆସିବା ଖ ପ୍ରଶ୍ନକୁ। ଖରେ କଣ ଅଛି ଦେଖ, କ୍ରୁଦ୍ଧ ସିଂହଃ ଶଶକମ୍ କିମ୍ ଅବଦତ୍। ରାଗି ଯାଇ ସିଂହ ଠେକୁଆକୁ କଣ କହିଲା? ବନ୍ୟ ପ୍ରାଣୀମାନେ ନିଜେ ନିଜର ପାଳି ଅନୁଯାୟୀ ଯଥା ସମୟରେ ପ୍ରତିଦିନ ଭାସୁରକ ନିକଟକୁ ଆସୁଥାନ୍ତି। ଠେକୁଆଟି ସିଂହର ମୃତ୍ୟୁ ଉପାୟ ଚିନ୍ତା କରି କରି ବିଳମ୍ବରେ ଆସିଲା। ତେଣୁ ଠେକୁଆ ଉପରେ ଭାସୁରକ ରାଗି ଯାଇ କହିଲା, ରେ ଅଧମ ଠେକୁଆ, ପ୍ରଥମତଃ ତୁ ଛୋଟ, ଦ୍ୱିତୀୟରେ ଡେରିରେ ପହଞ୍ଚିଲୁ। ଏହି ଅପରାଧ କାରଣରୁ ତୋତେ ମାରି ସକାଳେ ସମସ୍ତ ମୃଗକୁଳକୁ ବିନାଶ କରିବି। ବୁଝିପାରିଲ? ଦ୍ୱିତୀୟ ପ୍ରଶ୍ନର ଉତ୍ତର ଆମେ ଏତିକି କରିପାରିବା, ଆଉ ଅଧିକ କରିବା ଆବଶ୍ୟକ ନାହିଁ। ତୃତୀୟ ଗରେ କଣ ଅଛି ଦେଖ, ଗରେ ଅଛି ବନ୍ୟ ଜନ୍ତବଃ ଭାସୁରକାୟ କୀଦୃଶଂ ପ୍ରସ୍ତାବଂ ଦତ୍ତବାନ୍। ବଣର ଜନ୍ତୁମାନେ ଭାସୁରକକୁ କିପରି ପ୍ରସ୍ତାବ ଦେଇଥିଲେ? ଉତ୍ତର ଲେଖିବା। ବନ୍ୟ ଜନ୍ତୁମାନେ ଏକତ୍ର ହୋଇ ଭାସୁରକକୁ କହିଲେ, ହେ ପଶୁରାଜ, ଏପରି ପ୍ରତିଦିନ ସମସ୍ତ ମୃଗଙ୍କୁ ମାରି କି ପ୍ରୟୋଜନ, ଯେଣୁ ଗୋଟିଏ ମୃଗରେ ତୁମର ତୃପ୍ତି ସାଧନ ସମ୍ଭବ। ଆଜିଠାରୁ ଆରମ୍ଭ କରି ପ୍ରତିଦିନ ଜାତିକ୍ରମରେ ଗୋଟିଏ ପଶୁ ତୁମର ଆହାର ପାଇଁ ପଠାଇବୁ। ଏହାଦ୍ୱାରା ବିନା କଷ୍ଟରେ ତୁମର ଜୀବନଯାତ୍ରା ସମ୍ପନ୍ନ ହେବ, ଆମ ସମସ୍ତଙ୍କର ବିନାଶ ମଧ୍ୟ ହେବ ନାହିଁ। ଏହିଭଳି ପ୍ରସ୍ତାବ ବନ୍ୟ ପ୍ରାଣୀମାନେ ଭାସୁରକ ନିକଟରେ ଉପସ୍ଥାପନ କଲେ। ବୁଝିହେଲା? ତାପରେ ଆମେ ପଢିବା ଘ। ଘରେ ପ୍ରଶ୍ନ କଣ ଅଛି, ଶଶକଃ ବିଳମ୍ବସ୍ୟ କାରଣମ୍ କିମ୍ ଅବଦତ୍। ଶଶକ ତାର ବିଳମ୍ବର କାରଣ କଣ କହିଥିଲା? ଠେକୁଆ ତାର ବିଳମ୍ବର କାରଣ କଣ କହିଥିଲା? ଠେକୁଆଟି ବିନୟର ସହିତ ଭାସୁରକ ସିଂହକୁ ବିଳମ୍ବର କାରଣ ଦର୍ଶାଇ କହିଲା, ହେ ରାଜନ୍, ମୁଁ ଛୋଟ ଜୀବ ବୋଲି ଜାଣି ଜୀବଗଣ ଅନ୍ୟ 4ଟି ଠେକୁଆଙ୍କୁ ମୋ ସହିତ ତୁମର ଖାଦ୍ୟ ପାଇଁ
ପଠାଇଥିଲେ। କିନ୍ତୁ ବାଟରେ ଅନ୍ୟ ଗୋଟିଏ ସିଂହ ନିଜକୁ ଏଇ ଜଙ୍ଗଲର ରାଜା ବୋଲି କହି ଠେକୁଆ ଚାରୋଟିକୁ ଅଟକାଇଲା। ଆପଣଙ୍କୁ ଚୋର ବୋଲି ଗାଳି ଦେଲା ଏବଂ କହିଲା, ଆମ ଦୁଇ ଜଣଙ୍କ ମଧ୍ୟରୁ ଯେ ପରାକ୍ରମୀ ହେବ ସେ ହିଁ ଏହି ବଣର ରାଜା ହେବ। ବୁଝିପାରିଲ? ତାହେଲେ ଠେକୁଆ ତାର ବିଳମ୍ବର କାରଣ ଭାସୁରକକୁ ଏହିପରି କହିଲା। ତାପରେ ଦେଖିବା କଣ ଅଛି ପ୍ରଶ୍ନ। ପଶୁନାମ ପ୍ରସ୍ତାବମ୍ ଶ୍ରୁତ୍ୱା ଭାସୁରକଃ କିମାହ। ପଶୁମାନଙ୍କର ପ୍ରସ୍ତାବକୁ ଶୁଣି ଭାସୁରକ କଣ କହିଲା? କୌଣସି ଏକ ବଣରେ ଭାସୁରକ ନାମକ ସିଂହ ପ୍ରତିଦିନ ଅନେକ ମୃଗାଦି ପଶୁଙ୍କୁ ମାରି ଖାଉଥିଲା। ତେଣୁ ସେହି ବଣର ପଶୁମାନେ ମିଳିତ ହୋଇ ପ୍ରତିଦିନ ଗୋଟିଏ ଗୋଟିଏ ପଶୁ ଭାସୁରକ ନିକଟକୁ ଖାଦ୍ୟ ପାଇଁ ପଠାଇବା ପାଇଁ ସ୍ଥିର କଲେ। ଭାସୁରକ ବନ୍ୟ ପଶୁମାନଙ୍କର ପ୍ରସ୍ତାବ ଶୁଣି କହିଲା, ଆପଣମାନେ ସତ କହିଛନ୍ତି, କିନ୍ତୁ ପ୍ରତିଦିନ ମୋର ଖାଦ୍ୟ ନିମିତ୍ତ ଯଦି ଜଣେ ବନ୍ୟପ୍ରାଣୀ ନ ଆସିବ ତେବେ ନିଶ୍ଚୟ ସମସ୍ତଙ୍କୁ ଭକ୍ଷଣ କରିବି। ବୁଝିପାରିଲ? ତାହେଲେ ଭାସୁରକ ପଶୁମାନଙ୍କୁ ଏହିପରି କହିଥିଲା। ତାପର ପ୍ରଶ୍ନ ଦେଖିବା। ଚରେ ଅଛି, ସିଂହ ଶାସକ କଥା କସ୍ମାତ୍ ଆନିତା। ହେଲା, ସିଂହ ଏବଂ ଶଶକ କଥାଟି କେଉଁଥିରୁ ଆସିଅଛି? ଅସ୍ୟାଃ କଥାୟାଃ କିଂ ଶିକ୍ଷା ଲଭତେ। ଏହି କଥାରୁ କି ଶିକ୍ଷା ମିଳେ? ତାହେଲେ ସିଂହ ଶାସକ କଥା ଶୀର୍ଷକ ବିଷୟଟି ପଣ୍ଡିତ ବିଷ୍ଣୁ ଶର୍ମାଙ୍କ ଦ୍ୱାରା ରଚିତ ପଞ୍ଚତନ୍ତ୍ରରୁ ଉଦ୍ଧୃତ ହୋଇଛି। ପଶୁପକ୍ଷୀମାନଙ୍କର ଚରିତ୍ରକୁ ଆଧାର କରି ଅନେକ ଉପଦେଶ ସମ୍ବଳିତ କଥାମାନ ଏଥିରେ ସନ୍ନିବେଶିତ ହୋଇଅଛି। ବାସ୍ତବରେ ବୁଦ୍ଧିର୍ଯସ୍ୟ ବଳମ୍ ତସ୍ୟ, ଅର୍ଥାତ୍ କ୍ଷୁଦ୍ରତମ ପ୍ରାଣୀ ହେଲେ ମଧ୍ୟ ନିଜ ବୁଦ୍ଧି ବଳରେ ବିଶାଳ ବଳିୟାନ ପ୍ରାଣୀକୁ ମଧ୍ୟ କିପରି ପରାଜିତ କରିଥାଏ ତତ୍ସମ୍ବନ୍ଧୀୟ ନୀତି ଶିକ୍ଷା ଏଥିରୁ ଉପଲବ୍ଧ ହୋଇଥାଏ। ବୁଝିପାରିଲ? ତାହେଲେ ଏଇଠି ପଞ୍ଚତନ୍ତ୍ରରୁ ଆସିଅଛି ଏବଂ ଏଥିରୁ ଆମେ ଏହି କଥା ଶିକ୍ଷା କରୁଛେ। ଏବେ 6 ଦେଖିବା। 6ରେ କଣ ଅଛି? ଯୋଉଟା କି ଆମର 1 ନମ୍ବରର ଶେଷ ପ୍ରଶ୍ନ ଅଛି। ଭାସୁରକସ୍ୟ ମୂର୍ଖତାୟାଃ ପରିଚୟଃ କଃ। ଭାସୁରକର ମୂର୍ଖାମିର ପରିଚୟ କଣ? ପ୍ରଥମତଃ ମୂର୍ଖ ଭାସୁରକ ଶଶକର ଛଳନାପୂର୍ଣ୍ଣ କଥାକୁ ବିଶ୍ୱାସ କଲା। ଦ୍ୱିତୀୟତଃ ଶଶକର କଥାକୁ ବିଶ୍ୱାସ କରି କୂପ ନିକଟକୁ ଗଲା ଓ ନିଜର ପ୍ରତିବିମ୍ବକୁ ଦେଖି ଅନ୍ୟ ସିଂହର ପ୍ରତିବିମ୍ବ ବୋଲି ମନେ କଲା। ତୃତୀୟତଃ କ୍ରୋଧାଦି ହେତୁ କୂପଟିକୁ ଏକ ଦୁର୍ଗ ବୋଲି ଭାବିଲା। ଚତୁର୍ଥରେ ନିଜର ଗର୍ଜନକୁ ଅନ୍ୟ ସିଂହର ଗର୍ଜନ ବୋଲି ଭାବି କୂପ ମଧ୍ୟକୁ କ୍ରୁଦ୍ଧ ହୋଇ ଲମ୍ଫ ପ୍ରଦାନ କଲା ଏବଂ ମୃତ୍ୟୁବରଣ କଲା। ବୁଝିପାରିଲ? ତାହେଲେ ଭାସୁରକର ଏହିପରି ମୂର୍ଖାମି ଯୋଗୁ ନିଜେ ଛୋଟିଆ ଠେକୁଆର କପଟରେ ପଡ଼ି ବା ଛଳନାରେ ପଡ଼ି ମୃତ୍ୟୁବରଣ କଲା। ତାହେଲେ ପିଲାମାନେ ଆମେ 1 ନମ୍ବର ପ୍ରଶ୍ନଟିକୁ ଓଡ଼ିଆରେ ଆମେ କଲେ ନିଜ ମାତୃଭାଷାରେ ଏବଂ ସେ ଦଉଛି 2 ବା 3ଟି ବାକ୍ୟରେ ଉତ୍ତର ଲେଖ। ତୁମେମାନେ ଉତ୍ତର ଗୁଡ଼ିକୁ ଲେଖ, ଦେଖ ଏବଂ ନିଜେ ମଧ୍ୟ ଅଭ୍ୟାସ ଖାତାରେ ଆଉ ଥରେ ତାକୁ କର, ଯାହାଦ୍ୱାରା ତୁମର ଏଇ ଯୋଉ 5 ମାର୍କ ଲେଖାଏ ଅଛି ଏ 5 ମାର୍କରୁ ତୁମକୁ କେହି ବାଦ ପକେଇବେ ନାହିଁ। ନିଶ୍ଚିତ ଭାବରେ ତୁମେ 5 ମାର୍କ ପାଇପାରିବ। ତାହେଲେ ପିଲାମାନେ ଆଜି ପାଇଁ ଆମେ ସମସ୍ତେ ଏଇଠି ରହିବା। ସମସ୍ତଙ୍କୁ ଧନ୍ୟବାଦ। ନିଶ୍ଚିତ ଭାବରେ ବିଷୟଟିକୁ ଭଲ ଭାବରେ ପଢ଼ ଏବଂ ପ୍ରଶ୍ନ ଉତ୍ତରକୁ ଦେଖ। ଅନ୍ୟ ପ୍ରଶ୍ନ ଗୁଡ଼ିକର ଉତ୍ତର ମଧ୍ୟ ଆମେ ଅଲଗା ପିରିୟଡ଼ରେ କରିନେବା। ଆଜି ପାଇଁ ଏତିକି। ସମସ୍ତଙ୍କୁ ଧନ୍ୟବାଦ।